ସେଇଟା ତ କହୁଛି ଛେଳି ଚରେଇକି ବୋଧେ ଆଜି ଏତେ ବଡ଼ କୋଠା ବାଡ଼େଇଛନ୍ତି। ଛେଳି ଚରେଇକି ବୋଧେ ଯେଉଁ ଉପମୁଖ୍ୟମନ୍ତ୍ରୀ ହେଇଛନ୍ତି, ନହେଲେ ସ୍ତ୍ରୀ ଲୋକମାନଙ୍କୁ କହିନଥାନ୍ତେ ଛେଳି ଚରାଉ ବୋଲି। ଛେଳି କିଣିକି ଛେଳି ରଖ। ଯୋଉଟା ନିର୍ଯାତନା, ଯୋଉଟା ରେପ୍, ଯୋଉଟା ପୋଡ଼ିଦେବା, ଯୋଉଟା ମାରିଦେବା, ଏଇ କନେଷ୍ଟବଳ କେସ୍ ଭୁବନେଶ୍ୱର ଉପରେ ଯେତେ ସବୁ ସେଇ ମୁଖ୍ୟମନ୍ତ୍ରୀଙ୍କ ଏରିଆରେ ନେଇକି ପୋତି ଦେଇଥିଲେ, ସବୁ ବିଜେପି। ସେଇ ବିଜେପି, ସେଠି କେଉଁ କଂଗ୍ରେସ ନାହିଁ, ସେଇ ବିଜେପି। କଂଗ୍ରେସ ସବୁବେଳେ ମହିଳା ପାଇଁ ରାଜରାସ୍ତାରେ ଲଢ଼ିଛି। ଗୋଟିଏ ଶିକାର ଦୁଇ ପାର୍ଶ୍ୱ, ବିଜେପି ବିଜେଡି ଗୋଟେ ଶିକାର ଦୁଇ ପାର୍ଶ୍ୱ। ପୋଲିସ ନେତାମାନଙ୍କ ପଛରେ ଯେତିକି ପୋଲିସ ଗୋଡ଼ଉଛନ୍ତି, ଯଦି ସେତିକି ଗୋଡ଼ାନ୍ତେ ସୁରକ୍ଷା, ନାରୀ ସୁରକ୍ଷା ପାଇଁ, ତାହେଲେ ଆଜି କେଉଁଠି ନାରୀ ସୁରକ୍ଷା ହୁଅନ୍ତାନି, ଆରାମରେ ସୁରକ୍ଷାରେ ନାରୀମାନେ ରୁହନ୍ତେ। ବିଜେପି କହୁଛି କଂଗ୍ରେସ ସବୁ ହାୱା କରେ, କିନ୍ତୁ ମୁଖ୍ୟ କାରଣ ହେଉଛି ବିଜେପି ହିଁ ସବୁ ହାୱା କରେ। ତାଙ୍କ ଆଦତ ସେଇଆ, ହାୱା କରିବା। 50,000 5 ବର୍ଷରେ ତମେ ନଉନ, ନିଜେ କରୁନ। ସେ ରାଜନୀତି ଛାଡ଼ି ଦିଅ, ସେ ଘର ଫର ଯେଉଁ ନେଇଛ ସେଟାକୁ ଛାଡ଼ି ଦିଅ। ତମେ ଆସ ଗାଁ ଗହଳିରେ ରୁହ, ଛେଳି ଚରାଅ। ଲୋକଙ୍କୁ ଯେଉଁ ଛେଳିର ବାର୍ତ୍ତାଟା ଯେଉଁ ଯାଉଛି, ସରକାରଙ୍କର ଘରେ କେତେ ଜଣ ଛେଳି ଚଳଉଛନ୍ତି? ସେଇଟା ତ କହୁଛି ଛେଳି ଚରେଇକି ବୋଧେ ଆଜି ଏତେ ବଡ଼ କୋଠା ବାଡ଼େଇଛନ୍ତି। ଛେଳି ଚରେଇକି ବୋଧେ ଯେଉଁ ଉପମୁଖ୍ୟମନ୍ତ୍ରୀ ହେଇଛନ୍ତି, ନହେଲେ ସ୍ତ୍ରୀ ଲୋକମାନଙ୍କୁ କହିନଥାନ୍ତେ ଛେଳି ଚରାଉ ବୋଲି। ଛେଳି କିଣିକି ଛେଳି ରଖ। ଆପଣ ଜଣେ ମହିଳା ନେତ୍ରୀ, ଯେତେବେଳେ ମହିଳାମାନଙ୍କୁ ଆପଣ ତାଙ୍କ ସ୍ୱାଭିମାନ ପାଇଁ ଲଢ଼ୁଛନ୍ତି, ସୌମ୍ୟାଶ୍ରୀ ଘଟଣା ବି ଆପଣଙ୍କ ନଜରକୁ ଆସିଥିବ। ସୌମ୍ୟାଶ୍ରୀ ଏବିଭିପିର ଗୋଟେ ପିଲା ଆସିଲା, ଯେବେଠୁ ଏବିଭିପିର ଇନଭଲ୍ଭ ଆସିଲା ସେବେଠୁ ନ୍ୟୁଜ୍ ଦବିଗଲା ଆଉ କେସ୍ ଦବିଗଲା। ତାର କାରଣ କ'ଣ? ସେଇ ଏବିଭିପି, ସେଇ ବିଜେପି। ଯୋଉଟା ମହିଳା ଅସୁରକ୍ଷିତ, ଯୋଉଟା ନିର୍ଯାତନା, ଯୋଉଟା ରେପ୍, ଯୋଉଟା ପୋଡ଼ିଦେବା, ଯୋଉଟା ମାରିଦେବା, ଏଇ କନେଷ୍ଟବଳ କେସ୍ ଭୁବନେଶ୍ୱର ଉପରେ ଯେତେ ସବୁ ସେଇ ମୁଖ୍ୟମନ୍ତ୍ରୀଙ୍କ ଏରିଆରେ ନେଇକି ପୋତି ଦେଇଥିଲେ, ସବୁ ବିଜେପି। ସେଇ ବିଜେପି, ସେଠି କେଉଁ କଂଗ୍ରେସ ନାହିଁ, ସେଇ ବିଜେପି। କଂଗ୍ରେସ ସବୁବେଳେ ମହିଳା ପାଇଁ ରାଜରାସ୍ତାରେ ଲଢ଼ିଛି। କଂଗ୍ରେସକୁ ଲୋକ ତ ଏତେ ଭୋଟ ଦେଇଥିଲେ, ଏତେ ଭଲ ପାଇବା ଦେଇଥିଲେ, ଏତେ ସବୁ ଦେଇଥିଲେ, କିନ୍ତୁ ଆଜିର ଯୁବପିଢ଼ି ସେଇଟା ବୁଝିପାରୁନି ଯେ 3 ବର୍ଷ ଯେଉଁ 3 ଟର୍ମରେ ଦେଇଥିଲେ କଂଗ୍ରେସକୁ ଭୋଟ, ତାପରେ କ'ଣ ଏମିତି ଘଟିଲା ଯାହାଫଳରେ କଂଗ୍ରେସକୁ ଲୋକ ଏତେ ନଫରତ କଲେ? କଂଗ୍ରେସକୁ ନଫରତ କରିନାହାନ୍ତି, ନେତାକୁ ନଫରତ କଲେ, ନେତାକୁ ବି ନଫରତ କରିନାହାନ୍ତି। ଜିନିଷ ହେଉଛି ଏଠି ବିଜେପି ସରକାର ହଉ ବା ବିଜେଡି ସରକାର ହଉ, ଏମିତି ପଇସା ମୋହ କରିଦେଲେ ସେଇଟା ହେଉଛି ଖରାପ। ତାପରେ ଆଜି ବିଜେଡି ଅଛି, କାଲି ବିଜେପି ଅଛି, କାଲି କଂଗ୍ରେସ ଅଛି, କାଲି ସକାଳେ କଂଗ୍ରେସ ଥିଲା, ପୁଣି ବିଜେଡି ଥିଲା, ପୁଣି ଆଗକୁ କଂଗ୍ରେସ ଆସିବ। ବିଜେପି ବିଜେଡି କ'ଣ ଭାଇ ଭାଇ? ହଁ, ନିହାତି। ଗୋଟିଏ ଶିକାର ଦୁଇ ପାର୍ଶ୍ୱ, ବିଜେପି ବିଜେଡି ଗୋଟେ ଶିକାର ଦୁଇ ପାର୍ଶ୍ୱ। ନବୀନ ପଟ୍ଟନାୟକର ଯେଉଁ ସତ୍ତା ଗଲା, ନବୀନ ପଟ୍ଟନାୟକ ସତ୍ତା ଗଲା ପରେ ବି ସେ ଭାଇଚାରା ଅଛି ତାଙ୍କ ଭିତରେ ଭାଇଚାରା ନିହାତି ଅଛି, ନହେଲେ ନିଜେ ଜେଲରେ ପଶିଯିବେ ଇଡି ଭୟରେ। ଯେଉଁ ଭିକେ ପାଣ୍ଡିଆନ ବୋଲି ଯେଉଁ ସାଉଣ୍ଡ କରୁଥିଲା ବିଜେପି, ଭକ୍ତମାନେ ସାଉଣ୍ଡ କରୁଥିଲେ, କିନ୍ତୁ ବର୍ତ୍ତମାନ ଭିକେ ପାଣ୍ଡିଆନ ନାଁ ତ କାହିଁ କେହି କହୁନାହାନ୍ତି? ଯେଉଁମାନେ କହୁନାହାନ୍ତି ତାଙ୍କୁ ଦାୟିତ୍ୱ ଦେଉନାହାନ୍ତି, ବାହାର କରିଦେଉଛନ୍ତି। ଶ୍ରୀମୟୀ ମିଶ୍ର ଏବେ ଆସିକି ବହୁତ ଅଜସ୍ର ପଇସ ଓଗାଳିଲେଣି, ଆପଣଙ୍କ ନଜର ଅଛି? ହଁ, ଦେଖୁଛି, ଜାଣୁଛି। କାହିଁ ଚୁପ୍ ଥିଲେ? ଆଗରୁ ଦଳରେ ଥିଲେ ବୋଲି ଚୁପ୍ ଥିଲେ, ଦଳରୁ ବାହାରିଲେ ବୋଲି କହିଲେ। ଯଦି ସେ ପ୍ରକୃତରେ ଠିକ୍ରେ ଥାନ୍ତେ, ଏତେବେଳକୁ ତାର ଜବାବ ପ୍ରତ୍ୟୁତ୍ତର ଖାଲି ଲେଖିଦେଲେ ହେବନି, ପ୍ରତ୍ୟୁତ୍ତର ଦିଅ। ଆପଣଙ୍କ ଦଳର ସୁର ରାଉତରା, ତାଙ୍କ ପୁଅ ମନ୍ମଥ, ସେ କହୁଛନ୍ତି ଗୋଟେ ଭିଡ଼ିଓ ଭାଇରାଲ କଥା, କ'ଣ ଏମିତି ଭିଡ଼ିଓ ଅଛି? ଦେଖନ୍ତୁ, ଆମେ ନିଜ ଆଖିରେ ନ ଦେଖିବା ଯାଇକି ଆମେ କିଛି କହିପାରିବୁନି। ଗୋଟେ ମହିଳା, ସିଏ ବି ଶ୍ରୀମୟୀ ବି ଜଣେ ମହିଳା। କଂଗ୍ରେସ ଗୋଟିଏ ଜିନିଷ ଶିଖିଛି, କେଉଁ ମହିଳା ନାଁରେ କୋଉଠି କିଛି କହିବନି। ସବୁବେଳେ ମହିଳା ସୁରକ୍ଷିତ ପାଇଁ କଂଗ୍ରେସ ଆଗରେ ରହିବ। କଂଗ୍ରେସ ସବୁବେଳେ ସ୍ୱାଭିମାନ ପାଇଁ ଲଢ଼େଇ କରିବ, ନିହାତି ଲଢ଼ିଛି, ଲଢ଼ିବ, ଆଗକୁ ବି ଲଢ଼ିପାରିବ। କେବେ ବୁଝିବ ମହିଳା ସମାଜ, କେବେ ବୁଝିବ ଛାତ୍ର ସମାଜ, କେବେ ବୁଝିବ ଓଡ଼ିଶା ଯେ କଂଗ୍ରେସ ପ୍ରକୃତରେ ସଂଗ୍ରାମୀ ବୋଲି? ଯେବେ ତାଙ୍କ ମୁଣ୍ଡକୁ ପଶେଇବେ ଠିକ୍ରେ, ସେବେ ବୁଝିବେ। ଆପଣ କ'ଣ କହିବେ ଜନସାଧାରଣକୁ? ଗୋଟିଏ ଜିନିଷ କହିବି, ସବୁବେଳେ ସତ୍ରେ ଚାଲନ୍ତୁ। ଆଜି ନହେଲେ କାଲି ସବୁବେଳେ ନ୍ୟାୟ ପାଇବେ ସତ୍ରେ ଚାଲିଲେ। ଆଉ ସମସ୍ତଙ୍କୁ ଏତିକି କହୁଛି, କୌଣସି ଜିନିଷ ଏଇ ଯେଉଁ ଦୁଷ୍କର୍ମଠୁ ଦୂରେଇ ରୁହନ୍ତୁ। ଆଉ ଯେଉଁଠି ଦୁଷ୍କର୍ମ ଜାଗା ହେଉଛି, ମହିଳାମାନଙ୍କୁ ସୁରକ୍ଷା ପାଇଁ ଆପଣମାନେ ସବୁବେଳେ ଆଗେଇ ଆସନ୍ତୁ। ଦୁଷ୍କର୍ମ ତ ଆପଣ ଯେଉଁଟା ଦୁଷ୍କର୍ମ କଥା କହିଲେ, ଦୁଷ୍କର୍ମ ତ ଦିନକୁ ଦିନ ବଢ଼ି ଚାଲିଛି। ସେଇ ତ ବିଜେପି ସରକାର ଅଛି ବୋଲି ତ ବଢ଼ି ଚାଲୁଛି। ଯଦି ବିଜେପି ସରକାର ସେତିକି ପୋଲିସମାନଙ୍କୁ ସୁରକ୍ଷା କରିବା ପାଇଁ ଦାୟିତ୍ୱ ଦିଅନ୍ତା, ଯେତିକି ଆଜି ଦେଖୁଛ ପୋଲିସ ନେତାମାନଙ୍କ ପଛରେ ଯେତିକି ପୋଲିସ ଗୋଡ଼ଉଛନ୍ତି, ଯଦି ସେତିକି ଗୋଡ଼ାନ୍ତେ ସୁରକ୍ଷା, ନାରୀ ସୁରକ୍ଷା ପାଇଁ, ତାହେଲେ ଆଜି କେଉଁଠି ନାରୀ ସୁରକ୍ଷା ହୁଅନ୍ତାନି, ଆରାମରେ ସୁରକ୍ଷାରେ ନାରୀମାନେ ରୁହନ୍ତେ। ନାରୀକୁ ସମ୍ମାନ, ମାଆକୁ ସମ୍ମାନ, ମାଆ ପାଇଁ ଗଛଟି, ଏଗୁଡ଼ା ସବୁ କ'ଣ? ଏସବୁ ଯେଉଁ କହୁନାହାନ୍ତି କଂଗ୍ରେସ ହାୱା କରୁଛି, ଏଇଟା ହେଉଛି ବିଜେପିର ହାୱା। ଆଚ୍ଛା, ଏଇ ଯେଉଁ ନାରୀକି ଦିନରେ ସମ୍ମାନ ଦେବା, ରାତିରେ ନାରୀଙ୍କ ଚରିତ୍ର ସଂହାର କରିବା, ଏଇଟା କ'ଣ ବିଜେପି? ଏଇଟା ତାଙ୍କ ଆଦତ, ଏଇଟା ତାଙ୍କ ଆଦତ।
ଏଇ ଆଦତକୁ ଅନୁପ୍ରାଣିତ ହେଲେ କ'ଣ ଢୋଲକିଆ ଗଲେ? ଦେଖନ୍ତୁ କିଏ କ'ଣ ଗଲା କିଏ କ'ଣ ନାହିଁ ଏଇଟା ସବୁ ଆଗକୁ ହବ, ଜଣାପଡ଼ିବ ସବୁ। ଏହା ଜିନିଷ ଆଉ କ'ଣ। ଆଚ୍ଛା, କଂଗ୍ରେସ ଭବନରେ ଆଉ କେବେ ତାଲା ପଡ଼ିବନି ତ? ଦେଖନ୍ତୁ କାହା ପାଇଁ ତାଲା ପଡ଼ିଥିଲା, କେବେ ତାଲା ପଡ଼ିଥିଲା? ମାନେ ଯାତ୍ରାପାର୍ଟି ମାଲିକଙ୍କ ପାଇଁ ପଡ଼ିଥିଲା। ଆରେ ବାବା ମୁଁ ବା କହିଲି ସେ କିଏ ଆମେ ଜାଣିନୁ। ସେ ତ ଆପଣ କଂଗ୍ରେସ ଲୋକ। ଆରେ ସେଇ କୋଶ୍ଚିନ୍ ପୁଣି ପଚାରିଲ, ସେଇ କୋଶ୍ଚିନ୍ ପୁଣି ପଚାରିଲ, କାହିଁ ପଚାରିଲ ସେ କୋଶ୍ଚିନ୍ ପଚାରିବନି କାହିଁକି ନା ଆମେ ତାକୁ, ମୁଁ ଆପଣଙ୍କୁ 3 ଥର କହିସାରିଲିଣି ସେ କିଏ ଆମେ ଜାଣିନୁ। ଆଉ ସେ ଆମର ବର୍ତ୍ତମାନ ଇଲେକ୍ସନ୍ ଟାଇମ୍ ଚାଲିଛି, ଆମେ କେମିତି ଭୋଟ୍ ପାଇଁ ପ୍ରତି ଗାଁ ବୁଥକୁ ଯିବୁ, ସେ କିଏ ଯାତ୍ରାପାର୍ଟି କିଏ କଂଗ୍ରେସକୁ ଏତେ ଡରୁଛନ୍ତି କାହିଁ? କାରଣ ମହିଳା ସୁରକ୍ଷିତ ପାଇଁ କଂଗ୍ରେସ ସବୁବେଳେ ରାଜରାସ୍ତାରେ ଲଢ଼ିଲା, ମହିଳା ସୁରକ୍ଷା ପାଇଁ ସବୁବେଳେ କଂଗ୍ରେସ ଇଏ କଲା, ସେଇଥିପାଇଁ କଂଗ୍ରେସକୁ ଆଜି ଡରୁଛନ୍ତି ବିଜେଡି। ବେବିନା, ମମିତା ଏମାନଙ୍କ ପାଇଁ କଂଗ୍ରେସ ଯେତେବେଳେ ଲଢ଼ିଥିଲା ସେମାନେ କ'ଣ ନ୍ୟାୟ ପାଇଯାଇଥିଲେ? ଦେଖନ୍ତୁ ନ୍ୟାୟ ଦେବା ତାଙ୍କ ହାତରେ, ଭଗବାନଙ୍କ ହାତରେ, ସେମାନଙ୍କ ହାତରେ ବି ନାହିଁ, ଭଗବାନଙ୍କ ହାତରେ। କାଲି ସକାଳେ ଯଦି ସେଇମାନେ ଦଣ୍ଡ ନ ପାଇଛନ୍ତି ତାହେଲେ ଆଉ ଥରେ ମୋତେ କୋଶ୍ଚିନ୍ଟା କରିବ ଯେ ତାଙ୍କ ଯୋଗୁଁ ସେମାନେ କ'ଣ କରିବେ? ସେମାନେ ନିଜେ ବା ସୁରକ୍ଷିତ ନାହାନ୍ତି, ସେଇଥିପାଇଁ ଚାରି ପାଖରେ 20ଟା ପୋଲିସ ଜଗୁଛନ୍ତି। ବର୍ତ୍ତମାନ ମନ୍ତ୍ରୀ ନେତାଙ୍କ ପଛରେ ପୋଲିସ, ଆଇନ ସୁରକ୍ଷା ଦିଗରେ କେବେ ଯିବ? ସେଇଟା ତ ମୂଳ କଥା ହେଉଛି ସେଇଟା। ମୂଳ କଥା ହେଲା ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ନାହିଁ। କିନ୍ତୁ ଆମେ ଯେତେବେଳେ ରାଜରାସ୍ତାରେ ଲଢ଼େଇ କରୁଛୁ ଆମକୁ ଆରେଷ୍ଟ କରିବା ପାଇଁ ମାନେ 10ଟା ମହିଳା ଆମେ ଯାଇନଥିବୁ, ତାଙ୍କର 1000 ପୋଲିସ ହେଇକି ଠିଆ ହେଇଥିବେ। କାହିଁକି ନା କଂଗ୍ରେସ କାଳେ ମାଡ଼ି ଆସିବ କି ଆଗକୁ, କଂଗ୍ରେସ ମହିଳାମାନେ ଆସିକି ଇଏ କରିବେ କି, ସେଇଥିପାଇଁ। ବିଜେପିର କଂଗ୍ରେସକୁ ଏତେ କାହିଁ ଡର? ମୁଁ ଜାଣିନି ତାଙ୍କର ଡର କ'ଣ ପାଇଁ, କାହିଁକି ନା ସେ କ'ଣ ପାଇଁ ଡରନ୍ତି ମୁଁ ଜାଣିନି, ସତ କଥା ମୁଁ ଜାଣିନି କାହିଁକି ଡରନ୍ତି। ତାଙ୍କୁ କ'ଣ ପାଇଁ ଡର ଲାଗେ? କାଳେ ହାରିଯିବେ, ଆମେ ଜିତିଯିବୁ, ସେଇଥିପାଇଁ। ତାହେଲେ ବିଜେପି 2ରୁ 1କୁ ପଳେଇଲା, କାହିଁ କଂଗ୍ରେସ ତ ଆସିପାରିଲାନି 3ରୁ 2? ଆସିନି କେମିତି? ଏଇ ନୂଆପଡ଼ାରେ ଆପଣ ଦେଖିବେ ଏଥରକ କ'ଣ ହେଉଛି, ପରିବର୍ତ୍ତନ ନିହାତି ହବ। ତା ପୂର୍ବରୁ ଗୋଟେ ଯୋଉ ପ୍ରଚାର ହେଲା ଘାସିରାମ ଭାଇଙ୍କ ନାଁରେ ଯେ ନାଇଁ ଆଉ ଆଦିବାସୀ କଲ୍ୟାଣ ମଞ୍ଚ ସେ ଘାସିରାମ ଭାଇକି ବାସନ୍ଦ କରିଦେଲା, ନା ମିଛ କିନ୍ତୁ କଥା। ଘାସିରାମ ଭାଇ ଆଜି ଗୋଟେ ଷ୍ଟେଟମେଣ୍ଟ ଦେଲେ ଯେ ନାଇଁ ଆଉ ତାକୁ ମତେ ବାସନ୍ଦ କରିନାହାନ୍ତି, ମୁଁ ଇଲେକ୍ଟେଡ୍ ପ୍ରେସିଡେଣ୍ଟ। ମିଛ ଯୋଉ କହୁଛନ୍ତି ତମେ କହିଲ କ'ଣ ବିଜେପି କହୁଛି କଂଗ୍ରେସ ସବୁ ହାୱା କରେ, କିନ୍ତୁ ମୁଖ୍ୟ କାରଣ ହେଉଛି ବିଜେପି ହିଁ ସବୁ ହାୱା କରେ, ତାଙ୍କ ଆଦତ ସେଇଆ ହାୱା କରିବା। ବିଜେପିର ଗୋଟେ ସାଇବର ଆର୍ମି ଅଛି ଯେ କି କିଛିଟା ଗୋଟେ ହେଲେ ସେମାନେ ଫଟାକ ସେ ଆଟାକ୍ କରନ୍ତି, କଂଗ୍ରେସରେ ସେମିତି ନାହିଁ? ଫେସବୁକ୍ରେ ସବୁଥିରେ ସୋସିଆଲ ମିଡ଼ିଆ ଆମକୁ କିଛି ଫରକ ପଡ଼େନି, ସେସବୁ କିଛି ଫରକ ପଡ଼େନି। ଯଦି ଫରକ ନ ପଡ଼େ ତାହେଲେ ଆପଣମାନେ ତ ନାଁ ଦେଇଛନ୍ତି ଅନ୍ଧଭକ୍ତ ବୋଲି। ଅନ୍ଧଭକ୍ତ କାହିଁ ଦେବୁନି? କ'ଣ ପାଇଁ ଦେବୁନି ନା? କାହିଁକି ନା ମହିଳା ଯେତେବେଳେ ଅସୁରକ୍ଷିତ ତାଙ୍କୁ ଦେଖାଯାଉନି, ସେଇଥିପାଇଁ ଆମେ ଅନ୍ଧଭକ୍ତ ନାଁ ଦେଇଛୁ। କଂଗ୍ରେସର ମୁଖ୍ୟ କାରଣ ହେଉଛି ମହିଳା ସୁରକ୍ଷା। ତାହେଲେ ତ କଲିକତାରେ ତ ୱେଷ୍ଟବେଙ୍ଗଲରେ ତ ବିଜେପି ସରକାର ନାହିଁ, ତାହେଲେ ସେଠି ତ ଆମେ ଦେଖିଲେଣି ଯେ ସେଠି ବହୁତ ଗୁଡ଼େ ମହିଳା କେସ୍ ଆସୁଛି। ମୁଁ ଏବେ ଶୁଣିଥିଲି କୁଆଡ଼େ ମୋହନ ମାଝୀ ଫୋନ୍ କରିକି ବୁଝୁଥିଲେ, ଓଡ଼ିଶାର ଝିଅ କଥା ବୁଝିଲେନି। କାଲି ଏବେ ଆଉ ଗୋଟେ ଝିଅର କେସ୍, ଯେଉଁ କନେଷ୍ଟବଳ ଝିଅକୁ ମାରିକି ତାଙ୍କ ଏରିଆରେ ପୋତି ଦେଲେ, ସେ କଥା ବୁଝିଲେନି। ୱେଷ୍ଟବେଙ୍ଗଲ ଆଡ଼େ କାହିଁ ପଳାଉଛନ୍ତି? ଆଗ ନିଜ ଏରିଆ କଥା ବୁଝୁନ, ନିଜ ଘର କଥା ବୁଝୁନ, ନିଜ ଘର କଥା ନ ବୁଝିକି ବାହାର କଥା କ'ଣ ବୁଝୁଛ? ମୋହନ ମାଝୀ ଯେଉଁ ମୁଖ୍ୟମନ୍ତ୍ରୀ ହେଇଛନ୍ତି 1.5 ବର୍ଷ ହେଲା, 1.5 ବର୍ଷ ହେଲା ଆପଣ ବିରୋଧୀ ହିସାବରେ କ'ଣ ଦେଖୁଛନ୍ତି ଯେ 1.5 ବର୍ଷ ହେଲାଣି ମୋହନ ମାଝୀ? 1.5 ବର୍ଷ ହେଲା ମୁଁ ଦେଖିଛି ଖାଲି ମୁଣ୍ଡ କୁଣ୍ଡେଇବା, ଗୋଟେ ପଇଡ଼ ପିଇକି ହବ କେତେ 1100 କେତେ ଟଙ୍କା ହେଲା ପଇଡ଼, 1000 ଟଙ୍କା ଦେଲେ କ'ଣ ନା ଗୋଟେ ପଇଡ଼ ପିଇକି 1000 ଟଙ୍କା ଦେବା, ଦେଖେଇ ହବା, ଚିକଣ କଥା କହିବା, କିନ୍ତୁ କାମରେ ପୁରା ଜିରୋ କାମରେ। ଆଗରୁ ଯେଉଁ ମୁଖ୍ୟମନ୍ତ୍ରୀ ଥିଲେ ତମମାନେ ଅଭିଯୋଗ ଆଣିଥିଲ ଯେ ସିଏ ହେଉଛନ୍ତି ରିମୋଟ୍ କଣ୍ଟ୍ରୋଲ, ନିହାତି ପାଣ୍ଡିଆନ ରିମୋଟ୍ କଣ୍ଟ୍ରୋଲ, ଆଉ ଏବେ ଯିଏ ଅଛନ୍ତି ପୁରା ଜିରୋ ତ, ଆଉ କିଛି କରୁନାହାନ୍ତି, ଆଉ ପୁରା ଜିରୋ।